ଦହିବରା କେତେ ଦିନ ହେଲା ଖାଇ ନଥିଲି ବୋଲି ଟିଙ୍ଗାକୁ ବହୁତ କଷ୍ଟରେ ନେଇକି ଗଲି। ଟିଙ୍ଗାକୁ ଗଲି ତୁମେ ପୁରା ବାହାର ଜିନିଷ ଖାଉନଥିଲ। ମୁଁ କହିଲି ଦିନକ ଦହିବରା ଖାଇଦେବି, ଆଟଲିଷ୍ଟ 15 ଦିନ ଥରେ ଖାଇବି। ତ ପ୍ରମିସ୍ କରି ଟିଙ୍ଗାକୁ ନେଇକି ଗଲି। ଫାଇନାଲ୍ ଟିଙ୍ଗାକୁ ନେଇକି ଗଲି। ଏତେ ଦିନ ପରେ ଖାଇଲି ବୋଲି ମୋତେ ବହୁତ ଟେଷ୍ଟ ଲାଗିଲା। ତାର ଘରକୁ ଆସିଲା ପରେ ଟିଙ୍ଗା ମୋର ସବୁଦିନ ଦାୟିତ୍ୱ ଲୁଗା ସଫାସଫି କରି ତାଙ୍କର ଶୁକାଶୁକି କରି ସେ ଅଫିସ ପଳେଇଲେ। ତା ଦ୍ୱିପହରେ ଭାତ ଡାଲମା ଭଜା ସହିତ ଲେମ୍ବୁ ଲଙ୍କାନି ଭାତ ଖିଆଯାଇଥିଲା। ତାପରେ ସାଙ୍ଗମାନେ ଶୋଇକି ଉଠିଲା ପରେ ଏତେ ଜୋରେ ମୁଣ୍ଡଟା ବିନ୍ଧିଲା, ପୁଣି ବର୍ଷା ଜୋରେ ହେଉଥିଲା ଯେ ଚା ନହେଲେ ହବନି। ତ ଚା ଟିକେ କରିକି ପିଇଲି। କ୍ଷୀର ଯେମିତି ସିଝେଇଲି ସର ପଡ଼େ ମୁଁ ଆଗ ଖାଇଦିଏ, ସେମିତି ଚାରେ ବି ସର ପଡ଼ିଯାଏ, ସେଇଟା ମୁଁ ଆଗ ଖାଇଦିଏ। ମୋତେ ବଢ଼ିଆ ଲାଗେ ଖାଇବାକୁ। ମୋ ମା କହେ ଏଠିକି ଅସୁରୁନି ତୁ। ତାପରେ ଘର ଓଳାଳି କରି ଧୂପ ଦେଇକି ଆସିଲି। ଆସିଲା ପରେ ମୋ କାହ୍ନାର ଗୋଟେ ପାର୍ସଲ ଆସିଥିଲା। ଯେହେତୁ ମୋ କାହ୍ନାର ଜନ୍ମାଷ୍ଟମୀ ପାଇଲାଣି, ମାନେ ଜନ୍ମଦିନ ପାଇଲାଣି, ତ ତା ପାଇଁ ଗୋଟେ ନୂଆ ଜିନିଷ ଅର୍ଡ଼ର କରାହେଉଛି। ତାର କାନଫୁଲ ତାର ମାଳି ସବୁ ଆସିଥିଲା। ତ ଦେଖିକି ବହୁତ ଭଲ ଲାଗିଲା। ତ ତାପରେ ଭୋକ ଲାଗିଲା, ଗୋଟେ କମଳା ଖାଇ ଦେଇଥିଲି। ଟିଙ୍ଗାକୁ କେତେବେଳେ ଆସିବ କ'ଣ ଆଣିକି ଆସିବ ମୋ ପାଇଁ, ସେ ମନା କଲା ନାଇଁ ତମର ଟାଇମ୍ ହେବନି, ତମେ କମଳା ଖାଇଦିଅ। ସେଇଟା ଖାଇକି ଆଡ଼ଜଷ୍ଟ କରିଦେଲି ଆଜି ଆଉ।